ଆଜି ମା ପୁଅକୁ ଦିନସାରା ବରା ଚପ ସିଙ୍ଗଡ଼ା କାଟିକି ରହିବାକୁ ପଡ଼ିଲା। କାହିଁକି? ଭିଡ଼ିଓଟି ଶେଷ ଯାଏଁ ଦେଖନ୍ତୁ। ଆଜି ଆମର ଘରେ ଗ୍ୟାସ୍ ନଥିଲା ରୋଷେଇ କରି ଖାଇବାକୁ। ମୋ ପୁଅ ସ୍କୁଲରୁ ଆସିଲା ବେଳକୁ ରୋଷେଇ କ'ଣ? ରୋଷେଇ କିଛି ନାହିଁ, କାରଣ ଗ୍ୟାସ୍ ତ ନାହିଁ, ରୋଷେଇ କ'ଣ ହେବ? ସେଠୁ ମା ପୁଅ ଚାଲୁ କ'ଣ କିଣିକି ଆଣି ଖାଇଦେବୁ। ତାପରେ ମୁଁ କହିଲି ଚାଲ ତ ଚୁଟିଟା କାଟି ଦେଇକି ଆସିବ ନା, ଆଗକୁ ତା'ର ସ୍କୁଲ ଫଙ୍କସନ୍ ଆସୁଛି। ଏବେଠୁ ଟିକେ ଚୁଟିଟା ଷ୍ଟାଇଲ୍ କରି କାଟିଲେ ମାନେ ଫଙ୍କସନ୍କୁ ବଢ଼ିଆ ମୋ ପୁଅ ହିରୋ ଭଳିଆ ଦେଖାଯିବ ଆଉ। ହିରୋ କଥା କହୁ କହୁ ମୋ ପୁଅ କହିଲା କି ମାମା ଦୁଇ ପଟେ ମୋର ଷ୍ଟାଇଲ୍ କରି କାଟିଦେ, ଯାହାକି ମୁଁ ହିରୋ ଭଳିଆ ପୁରା ଦେଖା ବି ଯିବି। ସେଠୁ ଦେଖୁଥିବି ଦୁଇ ପଟେ ଏମିତି ଯେଉଁ ଗାର ପକେଇ କାଟନ୍ତି, ଦୁଇ ପଟେ କାଟିଦେଲା। ତାପରେ ଏଠି ଇଚ୍ଛା କଲା ଟିକେ ନାଲି କଲର୍ କରିଦେ ଆଗ ପଟ ଚୁଟି। ମୁଁ କହିଲି ବୋଉ ମିସ୍ ମାନେ ଗୋଟିଏ ଗୋଟିଏ ବାଡ଼େଇବେ, ଆଉ ନାଚକୁ କ'ଣ ତୋତେ ନେବେନି ଜମା ହେଲେ। ତାପରେ ଗୋଟେ ମନ ଦୁଃଖ କରି ଘରକୁ ଆସିଲା। ଯେହେତୁ ଘରେ କିଛି ନଥିଲା ଖାଇବାକୁ, ମାନେ ଗ୍ୟାସ୍ ନଥିଲା, ଲାଇନ୍ ବି ନଥିଲା ଇଣ୍ଡକ୍ସନରେ ରାନ୍ଧିବାକୁ, ଆଉ ଚୁଲି ତ ସହଜେ ଆମର ନାହିଁ ଆଉ। ମା ପୁଅ ଚାଲୁ ବରା ଚପ ସିଙ୍ଗଡ଼ା ସବୁ ଧରି ନେଇକି ଆସିଲୁ, ତାପରେ ଖାଇଦେଲୁ। ଦିନ ସାରା ସିନା ବରା ଚପ ସିଙ୍ଗଡ଼ା ଖାଇକି ରହିଲୁ, ରାତିରେ ପୁଣି କିଏ ବରା ଚପ ସିଙ୍ଗଡ଼ା ଖାଇବ? ଭାଗ୍ୟକୁ ଲାଇନ୍ଟା ଆସିଲା। ଲାଇନ୍ ଆସିଲା ପରେ ମା ପୁଅ ଏଠୁ ବସେଇଦେଲି ରୁଟିକୁ ବଡ଼ି ଆଳୁ ଝୋଳ। ଏପଟେ ଏଠୁ ମୋ ପୁଅ ବସିକି ସ୍କୁଲ ଟ୍ୟାକ୍ସ କରିଦେଲା। ତାପରେ ପଚାରିଲି ପରଟା କରିବ କି? ସେ କହୁଛି ନା ପରଟା କଲେ ଏତେ ତେଲ ମସଲା କିଏ ଖାଇବ? ମାନେ ମୋ ପୁଅ ଏଡ଼ିକି ଟେକ୍ ସିଏ ଜାଣିଗଲେ ତେଲ ମସଲା ଖାଇଲେ ତା କିଡ଼ନୀ ଖରାପ ହେଇଯିବ ବୋଲି। ସେ କହିଲା ନା ମୁଁ ତେଲ ମସଲା ଖାଇବିନି, ଯାହା କରୁ ମାନେ ଅଳ୍ପ ତେଲ ଯାହା ରୋଷେଇ କରିବା କଥା କରେ। ସେଠୁ ତାପରେ କରିଦେଇ ରୁଟି ବଡ଼ି ଆଳୁ ଝୋଳ। ଦିନ ସାରା ତ ଭଲସେ ଖିଆ ହେଇନଥିଲା, ସେଇଥିପାଇଁ ରାତିରେ ମା ପୁଅ ଦାବିକି ଖାଇଦେଲୁ। ମୋ ଭଳିଆ କାହାର ମାନେ ଏମିତି ଘଟିଛି, ଚୁଲି ନାହିଁ, ଗ୍ୟାସ୍ ନାହିଁ, କି ଇଣ୍ଡକ୍ସନରେ କରିବାକୁ ଲାଇନ୍ ବି ନାହିଁ, କେଉଁମାନେ କିଣିକି ଖାଆନ୍ତି କମେଣ୍ଟ ସେକ୍ସନରେ କହିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ମା ପୁଅ ସବୁ ମାନେ ଖାଇଦେଇକି କରେଇ ପୁରା ଖାଲି, ଆଉ କିଛି ବଳକା ବି ନାହିଁ। ଭୋକ ଯେ ଭୋକ, ଆଉ ସକାଳକୁ କିଏ ବି ରଖୁଛି। ରହୁଛି, ଜୟ ଜଗନ୍ନାଥ।